आसतु अनुसूचित जाति मान्यता को नहीं सुप्रीमकोर्टर गोटे बड़ राय विषय जानिबा। ଆଉ ଏହି ପ୍ରଶ୍ନଟି ହିଁ ଥିଲା ସେହି ଗୁରୁତ୍ୱପୂର୍ଣ୍ଣ ରାୟର ମୂଳ ଆଧାର। कोर्ट को जवाब थिला संपूर्ण स्पष्ट आउ यार प्रभाव बहुत बड़। ଏହାକୁ ବୁଝିବା ପାଇଁ ଆମକୁ 1950 ମସିହାର ଗୋटे ଆଇନକୁ ଦେଖିବାକୁ ହେବ। ପ୍ରଥମେ ଏହା କେବଳ ହିନ୍ଦୁଙ୍କ ପାଇଁ ଥିଲା, ହେଲେ ପରେ ଶିଖ୍ ଏବଂ ବୌଦ୍ଧଙ୍କୁ ବି ଯୋଡ଼ାଗଲା। କିନ୍ତୁ ଯେଉଁମାନେ ଖ୍ରୀଷ୍ଟଧର୍ମ କିମ୍ବା ଇସଲାମ ଧର୍ମ ଗ୍ରହଣ କରନ୍ତି ସେମାନେ ଏଥିରୁ ବାଦ୍ ପଡ଼ିଛନ୍ତି। ତେବେ ଏହି ମାନ୍ୟତା ଏତେ ଜରୁରୀ କାହିଁକି? କାରଣ ଏହା ସଂରକ୍ଷଣ, କୋଟା ଓ ଆଇନଗତ ସୁରକ୍ଷା ସହ ଜଡ଼ିତ। ଆସନ୍ତୁ ଦେଖିବା ଗୋଟିଏ ବାସ୍ତବ ମାମଲାରେ ଏହି ଆଇନକୁ କିପରି ଲାଗୁ କରାଗଲା। ଆନନ୍ଦ ଜନ୍ମରୁ ହିନ୍ଦୁ ଏସି ପରିବାରର ଥିଲେ, ପରେ ଖ୍ରୀଷ୍ଟଧର୍ମ ଗ୍ରହଣ କରି ଆଇନର ସୁରକ୍ଷା ମାଗିଲେ। କୋର୍ଟଙ୍କ ପାଇଁ ମୁଖ୍ୟ ପ୍ରଶ୍ନ ଥିଲା ଧର୍ମ ବଦଳାଇବା ପରେ ବି କ'ଣ ତାଙ୍କ ଏସ୍ସି ମାନ୍ୟତା ରହିବା? ଆଉ ସୁପ୍ରିମକୋର୍ଟ ତାଙ୍କ ବିପକ୍ଷରେ ରାୟ ଦେଲେ, କହିଲେ ସେ ଏହି ଆଇନର ସୁରକ୍ଷା ପାଇବେ ନାହିଁ। ତେବେ କୋର୍ଟ ଏହି ନିଷ୍ପତ୍ତି ପଛରେ ଯେଉଁ କାରଣ ଦର୍ଶାଇଲେ ତାହା ଜାଣିବା ବହୁତ ଜରୁରୀ। କୋର୍ଟ କହିଲେ ଖ୍ରୀଷ୍ଟଧର୍ମ ଯେହେତୁ ଜାତିପ୍ରଥାକୁ ମାନେ ନାହିଁ, ତେଣୁକରି ଏସ୍ସିର ସୁବିଧା ମିଳିପାରିବ ନାହିଁ। ଜଜ୍ମାନେ ଏହି ନୀତିର ଚୂଡ଼ାନ୍ତ ରୂପ ଉପରେ ଜୋର ଦେଇ ଏହାକୁ ସମ୍ପୂର୍ଣ୍ଣ ଓ ଚୂଡ଼ାନ୍ତ ବୋଲି କହିଛନ୍ତି। ଏହାର ଅର୍ଥ ହେଲା ଏଠିରେ କୌଣସି ଛାଡ଼ ନାହିଁ। ଧର୍ମ ପରିବର୍ତ୍ତନ ହେଲେ ମାନ୍ୟତା ତୁରନ୍ତ ଚାଲିଯିବ। ତେବେ ଶେଷରେ ଏକ ବଡ଼ ପ୍ରଶ୍ନ ରହିଯାଉଛି, ବଦଳୁଥିବା ସମାଜ ସହ ଆଇନକୁ ପୁନର୍ବିଚାର କରିବାର ସମୟ ଆସିଛି କି?